ଓଡ଼ିଶା ଏକ ଏମିତି ଜାଗା ଯେଉଁଠି ପରମ୍ପରା ଆଉ ସଂସ୍କୃତି ଲୋକଙ୍କ ଜୀବନ ସହିତ ବହୁତ ଗଭୀର ଭାବରେ ଯୋଡ଼ି ହୋଇ ରହିଛି। ଆଉ ଏହି ପରମ୍ପରାର ସବୁଠୁ ସୁନ୍ଦର ରୂପ ହେଉଛି ଏଠିକାର ପର୍ବପର୍ବାଣୀ। ଇଏ ଖାଲି ଛୁଟିଦିନ ନୁହେଁ, ବରଂ ଏହା ହେଉଛି ସେହି ସୂତା ଯାହା ପୂରା ସମାଜକୁ ଏକାଠି ବାନ୍ଧି ରଖେ। ତେବେ ଆସନ୍ତୁ ଆଜି ସେହି ବନ୍ଧନର କାହାଣୀକୁ ଟିକେ ପାଖରୁ ଦେଖିବା। ଆପଣମାନେ ଏ କଥାଟା ନିଶ୍ଚୟ ଶୁଣିଥିବେ, 12 ମାସରେ 13 ପର୍ବ। ହଁ, ଏଇଟା ଖାଲି ଗୋଟେ କହିବା କଥା ନୁହେଁ, ଏହା ହେଉଛି ଓଡ଼ିଶାର ପ୍ରକୃତ ପରିଚୟ। ଏଠି ବର୍ଷର ପ୍ରାୟ ପ୍ରତ୍ୟେକ ଦିନ କିଛି ନା କିଛି ଉତ୍ସବର ମାହୋଲ ଥାଏ। ଦେଖନ୍ତୁ ତ ଏହି ଦୃଶ୍ୟକୁ, ଏ ରଙ୍ଗ, ଏ ଉତ୍ସାହ, ଏତେ ଲୋକଙ୍କ ସମାଗମ। ଏଇଠି ହିଁ ତ ଓଡ଼ିଆ ପର୍ବର ପ୍ରକୃତ ଆତ୍ମା ଲୁଚି ରହିଛି। ଇଏ କେବଳ ଏକାଠି ହେବା ନୁହେଁ, ବରଂ ଗୋଟିଏ ସାମୂହିକ ଅନୁଭୂତିରେ ସମସ୍ତେ ମିଶିଯିବା। ହେଲେ ଗୋଟେ ପ୍ରଶ୍ନ ମନକୁ ଆସେ, ଏସବୁ କ'ଣ ଖାଲି ପୁରୁଣା କାଳରୁ ଚାଲି ଆସିଥିବା କିଛି ରୀତିନୀତି, ନା ଆଜିର ଦୁନିଆରେ ବି ଏହାର କିଛି ଗଭୀର ମାନେ ଅଛି? ଚାଲନ୍ତୁ ଏହି ପ୍ରଶ୍ନର ଉତ୍ତର ଖୋଜିବା ପାଇଁ ଆମେ ଆହୁରି ଭିତରକୁ ଯିବା। ଆଉ ଏହାର ଉତ୍ତର ପାଇବା ପାଇଁ ଆମକୁ ସର୍ବପ୍ରଥମେ ମାଟି ପାଖକୁ ଫେରିବାକୁ ପଡ଼ିବ। କାରଣ ଓଡ଼ିଶାର ଅଧିକାଂଶ ପର୍ବପର୍ବାଣୀର ଚେର ଆମ ମାଟି, ଆମ ଚାଷବାସ ସହିତ ହିଁ ଯୋଡ଼ି ହୋଇ ରହିଛି। ଗୋଟେ ବହୁତ ବଢ଼ିଆ ଉଦାହରଣ ହେଉଛି ଅକ୍ଷୟ ତୃତୀୟା। ଦେଶର ବାକି ଅଞ୍ଚଳରେ ଏହି ଦିନ ଲୋକେ ସୁନା କିଣିବାକୁ ଗୁରୁତ୍ୱ ଦିଅନ୍ତି, କିନ୍ତୁ ଓଡ଼ିଶାରେ ଏହି ଦିନ ଚାଷୀଟିଏ ନିଜ ଜମିକୁ ଯାଇ ଅକ୍ଷିମୁଠି ଅନୁକୂଳ କରେ, ମାନେ ପ୍ରଥମ ଧାନ ବିହନ ବୁଣେ। ଦେଖିଲେ ତ ପାର୍ଥକ୍ୟଟା? ଏଇଠି ପ୍ରକୃତ ସମ୍ପତ୍ତି ସୁନା ନୁହେଁ, ବରଂ ମାଟିର ମିଳୁଥିବା ଫସଲ। ସେମିତି ଆଉ ଗୋଟେ ବହୁତ ବଡ଼ ପର୍ବ ହେଉଛି ନୂଆଖାଇ। ଏହାର ଅର୍ଥ ହେଲା ନୂଆ ଖାଇବା। ଏହା ହେଉଛି କୃତଜ୍ଞତାର ପର୍ବ। ନୂଆ ଅମଳ ହୋଇଥିବା ଫସଲକୁ ପ୍ରଥମେ ଇଷ୍ଟଦେବୀଙ୍କ ପାଖରେ ଭୋଗ ଲଗାଯାଏ, ଆଉ ତାପରେ ପୂରା ପରିବାର, ସାଙ୍ଗସାଥୀ ସମସ୍ତେ ଏକାଠି ବସି ଖାଆନ୍ତି। ବଡ଼ମାନଙ୍କୁ ନୂଆଖାଇ ଜୁହାର କହି ଆଶୀର୍ବାଦ ନିଆଯାଏ, ଯାହା ସମ୍ପର୍କକୁ ଆହୁରି ମଜବୁତ କରେ। ତେବେ ଏସବୁ କୃଷିଭିତ୍ତିକ ପର୍ବ ଆମକୁ ସବୁବେଳେ ମନେ ପକାଇ ଦେଇଛି ଆମେ ସମସ୍ତେ ମାଟି ସହିତ ଯୋଡ଼ି ହୋଇ ରହିଛୁ। ଆମର ସମୃଦ୍ଧି ପରସ୍ପର ସହିତ ମିଳିମିଶି ରହିବାରେ ହିଁ ଅଛି। ଆମେ ସମସ୍ତେ ଯେମିତି ଗୋଟିଏ ସୂତାରେ ବନ୍ଧା। ମାଟି କଥା ତ ଜାଣିଲେ, ଏବେ ଆସନ୍ତୁ ଆମ ପରିବାର ଆଉ ସମାଜ ଭିତରକୁ ଯିବା। କାରଣ ଓଡ଼ିଶାର ପର୍ବପର୍ବାଣୀ କେବଳ ମାଟି ନୁହେଁ, ମଣିଷ ସହିତ ମଣିଷର ସମ୍ପର୍କକୁ ବି ବହୁତ ମଜବୁତ କରିଥାଏ। ଏହି ପର୍ବର ନାଁ ହେଉଛି ଖୁଦୁରୁକୁଣୀ ଓଷା। ଏହାର କାହାଣୀ ସିଧା ଯୋଡ଼ି ହୋଇଛି ଓଡ଼ିଶାର ଗୌରବମୟ ସାମୁଦ୍ରିକ ଇତିହାସ ସହିତ। ବହୁତ ପୁରୁଣା କାଳରେ ଯେତେବେଳେ ସାଧବ ପୁଅମାନେ ବୋଇତ ନେଇ ବେପାର କରିବାକୁ ଦୂର ଦେଶକୁ ଯାଉଥିଲେ, ସେତେବେଳେ ଘରେ ଥିବା ତାଙ୍କ ଭଉଣୀମାନେ ଭାଇମାନଙ୍କର ମଙ୍ଗଳ କାମନା କରି ଦେବୀ ମଙ୍ଗଳାଙ୍କୁ ପୂଜା କରୁଥିଲେ। ଏହି ଓଷା ପଛରେ ତପୋଇର ଏକ ଲୋକକଥା ଅଛି। ଏହା କେବଳ ଗୋଟେ କାହାଣୀ ନୁହେଁ, ଏହା ହେଉଛି ଭାଇ ଭଉଣୀର ସ୍ନେହ, ବିଶ୍ୱାସ ଆଉ ଭକ୍ତିର ପ୍ରତୀକ। ଆଉ ସେହି ଭାବନା ଆଜି ବି ଏହି ପର୍ବ ମାଧ୍ୟମରେ ଜୀବନ୍ତ ହୋଇ ରହିଛି। ଆଉ ଗୋଟେ ପରମ୍ପରା ଯାହା ଓଡ଼ିଶାରେ ବହୁତ ଖାସ୍, ସେଇଟା ହେଲା ପ୍ରଥମାଷ୍ଟମୀ। ଏହି ପର୍ବ ପରିବାରର ପ୍ରଥମ ସନ୍ତାନ, ମାନେ ପଢ଼ୁଆଁ ପିଲା ପାଇଁ ପାଳନ କରାଯାଏ। ଏହି ଦିନ ତାଙ୍କୁ ମାମୁଁ ଘରୁ ନୂଆ ପୋଷାକ ଆସେ। ଏହା କେବଳ ପିଲାଟି ପାଇଁ ନୁହେଁ, ବରଂ ପୂରା ପରିବାରର ସମ୍ପର୍କକୁ ସମ୍ମାନ ଦେବାର ଏକ ସୁନ୍ଦର ପ୍ରଥା। ଏବେ ପରିବାରରୁ ବାହାରି ଚାଲନ୍ତୁ ଆହୁରି ବଡ଼ ସ୍ତରକୁ ଯିବା, ଯେଉଁଠି ଲକ୍ଷ ଲକ୍ଷ ଲୋକଙ୍କର ବିଶ୍ୱାସ ଭକ୍ତି ଏକାଠି ହୋଇ ଏକ ଅଦ୍ଭୁତ ଦୃଶ୍ୟ ସୃଷ୍ଟି କରେ। ଆଉ ଏହି ଦୃଶ୍ୟ, ଏହା ହେଉଛି ପୁରୀର ବିଶ୍ୱପ୍ରସିଦ୍ଧ ରଥଯାତ୍ରା। ଇଏ ଖାଲି ଗୋଟେ ପର୍ବ ନୁହେଁ, ଏହା ଏକ ଅନୁଭବ, ଯେଉଁଠି ଲକ୍ଷ ଲକ୍ଷ ଲୋକଙ୍କର ଲକ୍ଷ୍ୟ କେବଳ ଗୋଟିଏ ଥାଏ, ମହାପ୍ରଭୁ ଜଗନ୍ନାଥଙ୍କର ସେହି ରଥ ଦଉଡ଼ିକୁ ଟିକେ ଛୁଇଁବା। ରଥଯାତ୍ରାର ସବୁଠୁ ବଡ଼ କଥା ହେଉଛି ଏହାର ସମାନତାର ବାର୍ତ୍ତା। ସେଇ ରଥ ଦଉଡ଼ିକୁ ଯେତେବେଳେ ସମସ୍ତେ ମିଶି ଟାଣନ୍ତି, ସେଠି କିଏ କୋଉ ଜାତିର, କୋଉ ଧର୍ମର, ସେସବୁ କିଛି ମାନେ ରଖେନି। ସମସ୍ତଙ୍କର ପରିଚୟ କେବଳ ଗୋଟିଏ, ଭକ୍ତ। ଜାଣନ୍ତି, ସମାଜଶାସ୍ତ୍ରରେ ଏଇ ଯେଉଁ ଏକାଠି ହେବାର ଅନୁଭବ, ଏହା ପାଇଁ ଗୋଟେ ଶବ୍ଦ ଅଛି, ସାମୂହିକ ଉତ୍ସାହ। ଏହାର ମାନେ ହେଲା ଯେତେବେଳେ ଏତେ ଲୋକ ଏକାଠି ହୁଅନ୍ତି, ସେମାନଙ୍କ ଭିତରେ ଗୋଟେ ଅଜବ ଶକ୍ତି ଆଉ ଏକତାର ଭାବନା ଆସିଯାଏ, ଯାହା ସମାଜକୁ ଆହୁରି ମଜବୁତ କରେ। ହେଲେ ଏତେ ସବୁ ପୁରୁଣା ପରମ୍ପରା କ'ଣ ଆଜି ବି ସେତିକି ଗୁରୁତ୍ୱପୂର୍ଣ୍ଣ? ଚାଲନ୍ତୁ ଦେଖିବା ଏହି ଐତିହ୍ୟ ଆମ ପାଇଁ କ'ଣ ସାଇତି ରଖିଛି। ଏହି ଦୁଇଟି ଚିତ୍ରକୁ ଦେଖନ୍ତୁ। ଗୋଟେ ପଟେ ଅମଳର ପରମ୍ପରା, ଆଉ ପଟେ ଆଜିର ଜନସମାଗମ। ଦେଖିବାକୁ ଅଲଗା ଲାଗୁଥିଲେ ବି ଦୁଇଟି ଯାକର ମୂଳ କଥା ସେହି ଗୋଟିଏ, ମାଟିକୁ ସମ୍ମାନ ଦେବା ଆଉ ସମସ୍ତଙ୍କ ସହିତ ମିଳିମିଶି ରହିବା। ଏହି ମୂଲ୍ୟବୋଧ ଆଜି ବି ସେତିକି ହିଁ ଜରୁରୀ। ତେଣୁ ଶେଷରେ ଆମେ ଏହା ହିଁ କହିପାରିବା ଯେ ଓଡ଼ିଶାର ପର୍ବପର୍ବାଣୀ କେବଳ ଇତିହାସ ବହିର କଥା ନୁହେଁ,
ଏଗୁଡ଼ିକ ହେଉଛି ଜୀବନ୍ତ ପରମ୍ପରା, ଯାହା ଆଜି ବି ଆମ ସାଂସ୍କୃତିକ ପରିଚୟକୁ ବଞ୍ଚେଇ ରଖିଛି ଆଉ ଆମ ସମାଜକୁ ଏକାଠି କରି ରଖିଛି। ତେବେ ଯିବା ଆଗରୁ ଗୋଟେ ପ୍ରଶ୍ନ ଛାଡ଼ି ଯାଉଛି। ଟିକେ ଭାବି ଦେଖନ୍ତୁ, ଆମ ନିଜ ନିଜ ସଂସ୍କୃତିରେ ଛୋଟ ହେଉ କି ବଡ଼, ଏମିତି କ'ଣ ସବୁ ପରମ୍ପରା ଅଛି ଯାହା ଆମ ସମସ୍ତଙ୍କୁ ଯୋଡ଼ି ରଖିଛି। କାରଣ ଦେଶ କି ସଂସ୍କୃତି ଯାହା ବି ହେଉ, ଏହି ଏକାଠି ହେବାର ଅନୁଭୂତି ହିଁ ତ ମଣିଷ ସମାଜର ପ୍ରକୃତ ଶକ୍ତି।